ସୀମାଙ୍କର ମା, ଆଜି ତୁମ ଜନ୍ମଦିନ, ତ ସମୟର ଧାରଣା ଦିଅନ୍ତୁ। ସମୟର ଧାରଣା ଦେବି ଜନ୍ମଦିନରେ ମୁଁ ଏତିକି କହିବି, କାହିଁକି ନା ଜନ୍ମଦିନ ଆମେ ସମସ୍ତେ ପାଳନ କରନ୍ତି। ଏଇ ଯୋଉ ପଞ୍ଚ ଇନ୍ଦ୍ରିୟ ଅଛନ୍ତି, ଇଏ ପଞ୍ଚ ମହାଭୂତରୁ ତିଆରି ହେଇଛନ୍ତି। ପଞ୍ଚ ମହାଭୂତ କିଏ? ସେ ଆକାଶ, ମାଟି, ବାୟୁ, ଜଳ, ଅଗ୍ନି। ଏଇ ପଞ୍ଚ ମହାଭୂତରୁ ଏ ପଞ୍ଚ ଇନ୍ଦ୍ରିୟ ଆସିଛନ୍ତି। ଆମର ପୃଥିବୀରୁ ଆସୁଛି କଣ ନା ବାୟୁ ଆଉ ଶ୍ୱାସ ପାଇଁ ଯୋଉ ବାୟୁ ଆସେ ସିଏ ଆଉ ଜୀବନ। ଆମେ ପୃଥିବୀରେ ବଞ୍ଚିଛନ୍ତି, ମା ଆମକୁ ଖାଇବା ପିଇବାକୁ ଦଉଛି, ଅମ୍ଳଜାନ ଦଉଛି, ସେ ହଉଛି ଆମର ଜୀବନ ଆଉ ବାୟୁ। ଏ ଦିଟା ନହେଲେ ଆମେ ବଞ୍ଚିପାରିବା ନାହିଁ। ଜଳ, ଜିହ୍ବା, ଏ ଜୀବ ଜଳ ଦ୍ୱାରା ବଞ୍ଚିଛି। ଯଦି ଆମେ ପାଣି ନ ପିଇବା ଏ ଜୀବ ଆମକୁ ବଞ୍ଚିପାରିବ ନାହିଁ। କାହିଁକି? ଖାଦ୍ୟ ବି ଦେଇପାରିବନି, ହଜମ ଶକ୍ତି ବି କରିପାରିବନି। ଜୀବରୁ ଯୋଉ ସାଲିବା ଝରୁଛି ସେ ବି ଆଉ ଝରିବ ନାହିଁ। ଆଉ ଗୋଟେ କଣ ନା ଶ୍ରବଣ ଇନ୍ଦ୍ରିୟ, ଶୁଣିବା। ଆକାଶରୁ ଆମେ ଶୁଣିଥାଉ, ତେଣୁ ଆକାଶ ଆମ ପାଇଁ ନିହାତି ଦରକାର। ଆଉ ଚର୍ମ, ଏ ଚର୍ମରେ ଯଦି ପବନ ନ ବାଜେ ଏ ଚର୍ମ ଆମର ରହିବ ନାହିଁ। ଆଉ ଅଗ୍ନି, ଆଖି ତେଜରୁ ଆସିଛି। କିଏ ସେ? ନା ଯୋଉ ଅଗ୍ନି ଜଳୁଛି ସେ ହଉଛି ତେଜର ସ୍ୱରୂପ। ସୂର୍ଯ୍ୟଙ୍କର ଯୋଉ ରଶ୍ମି ତେଜ, ଯଦି ସୂର୍ଯ୍ୟ ନ ହୁଇବେ ତାହେଲେ ଆମ ଆଖିକୁ ଦେଖାହବନି। ଏ ପଞ୍ଚ ମହାଭୂତରୁ ପଞ୍ଚ ଇନ୍ଦ୍ରିୟ ତିଆରି ହେଇଛି। ଏ ପଞ୍ଚ ଇନ୍ଦ୍ରିୟକୁ ଯଦି ଆମେ ସୁଖରେ ନ ରଖିବା ତାହେଲେ ଆତ୍ମା ଭଲରେ ରହିପାରିବ ନାହିଁ। ଆତ୍ମାର ସମ୍ପର୍କ ଅଛି ପରମାତ୍ମା ସହିତ। ପରମାତ୍ମା ହେଉଛନ୍ତି ଭଗବାନ, ଯେ ଆମକୁ ଯେ ଜନ୍ମ ଦେଇଛନ୍ତି। ଯେତେବେଳେ ଭଗବାନ ଏ ଶରୀରକୁ ତିଆରି କରେ, ଏ ଶରୀର ପାଇଁ ସବୁ ଜିନିଷ ତିଆରି କରେ, ସେ ସେତେବେଳେ କଣ କରେ ନା ଶରୀର ଭୃକୁଟି ମଧ୍ୟରେ କଣ କରେ, ଚୁପଚାପ ବସି ନୀରବରେ ସମସ୍ତ ଜିନିଷକୁ ତିଆରି କରେ। ଏ ଆତ୍ମା କୋଉ ଜାଗାରେ ରହିବ, ପରମାତ୍ମା କେମିତି ଆସିବ, ଜୀବନ କେତେବେଳେ ଯିବ, ଜୀବନ କୋଉ ଜାଗାରେ ରହିବ, ଆମେ ଶୋଇଲା ପରେ କେମିତି ଅଚେତନ ହେଇଯାନ୍ତି, ସବୁ ଏସବୁ ଚେତନ ଶକ୍ତି। ଚେତନ ଶକ୍ତି ହେଉଛି ଆତ୍ମା। ଆତ୍ମାକୁ ହିଁ ଚେତନ ଶକ୍ତି କୁହାଯାଏ। ପରମାତ୍ମା ଏ ଚେତନ ଶକ୍ତିକି ଏ ଦେହରେ ଭରିଛନ୍ତି। ତେଣୁ ଆମେ ଆତ୍ମାକୁ ଭଲରେ ସୁଖରେ ରଖିବା ପାଇଁ ଏ ପଞ୍ଚ ଇନ୍ଦ୍ରିୟକୁ ସମସ୍ତଙ୍କୁ ଆମେ କଣ କରିବା ନା ଜଗିକି ଚାଲିବା। କିନ୍ତୁ ଜନ୍ମଦିନରେ ଆମେ ଭଗବାନଙ୍କୁ ସେବା କରନ୍ତି ପଞ୍ଚ ଇନ୍ଦ୍ରିୟ ପାଇଁ, ଏ ଆତ୍ମା ପାଇଁ ଆମେ ଜନ୍ମଦିନ ପାଳନ୍ତି। ତେଣୁ ଯଦି ଜନ୍ମଦିନ ନ ପାଳିବା ତାହେଲେ ଆମ ପାଇଁ ଏଗୁଡ଼ା ସବୁ ଭଲ ହବ ନାହିଁ। ଯଦି ଜନ୍ମଦିନ ପାଳନ୍ତି ଆମ ପାଇଁ ରାସ୍ତା ସୁଗମ ହବ। କୋଉଠିକି ନା ଯେତେବେଳେ ଶେଷ ଅବସ୍ଥାରେ ଆମେ ନିଶ୍ୱାସ ତ୍ୟାଗ କରିବା ଆମେ ସେତେବେଳେ ଯାଇପାରିବା କୋଉଠିକି ନା ସ୍ୱର୍ଗକୁ। ଆମର ରାସ୍ତା ସୁଗମ ହବ, ଆମର କର୍ମ ମଧ୍ୟ ଠିକ ହବ। ସେଥିପାଇଁ ଆମେ କଣ କରନ୍ତି ନା ଜନ୍ମଦିନଟିକୁ ପାଳନ୍ତି। ସେଥିପାଇଁ ଆମେ ପିଠାପଣା କରି ଭଗବାନଙ୍କୁ କଣ କରନ୍ତି, ନୈବେଦ୍ୟ ଅର୍ପଣ କରନ୍ତି। ଭଗବାନଙ୍କ ଚରଣରେ ଆଶୀର୍ବାଦ ନିଅନ୍ତି। କାହିଁକି? ସେ ହେଉଛନ୍ତି ସର୍ବଭୂତରେ, ସାରା ସଂସାରରେ ସର୍ବଭୂତରେ ସମସ୍ତଙ୍କ ପାଖରେ ସେ ଅଛନ୍ତି। ତେଣୁ ଆମେ ତାଙ୍କୁ ସେବା